ବର୍ତ୍ତମାନ ଯାହା ସୂଚନା ମିଳୁଛି, ଭାରତ ଓ ପାକିସ୍ତାନ ମ୍ୟାଚ୍କୁ ନେଇ ପୁଣି ଥରେ ଟାର୍ଗେଟ୍ କଲେ କଂଗ୍ରେସ ସାଂସଦ। ତେବେ ସୂଚନା ଅନୁସାରେ ଏସିଆ କପ୍ର ସୁପର 4 ମୁକାବିଲାରେ ସୁପର ସଣ୍ଡେରେ ସୁପର ମ୍ୟାଚ୍ ଅନୁଷ୍ଠିତ ହେବାକୁ ଯାଉଛି। ଚଳିତ ଏସିଆ କପ୍ରେ ଦ୍ୱିତୀୟ ଥର ଲାଗି ଭାରତ ଓ ପାକିସ୍ତାନ ଭେଟାଭେଟି ହେବାକୁ ଯାଉଛନ୍ତି। ତେବେ ଭାରତ ଓ ପାକିସ୍ତାନ ମ୍ୟାଚ୍ ଖେଳାଯିବାର ପ୍ରଥମ ମ୍ୟାଚ୍ରୁ ବିରୋଧ କରାଯାଉଛି। ଏପରିକି ଭାରତ ଓ ପାକିସ୍ତାନ ମ୍ୟାଚ୍ର ସମସ୍ତ ଟିକେଟ୍ ମଧ୍ୟ ବିକ୍ରି ହୋଇନଥିଲା। ଏବେ ପୁଣି ଥରେ ଭେଟାଭେଟି ହୋଇଥିବା ବେଳେ ଏହାକୁ ବିରୋଧ କରିଛନ୍ତି କଂଗ୍ରେସ ସାଂସଦ ଇମ୍ରାନ ମାସୁଦ। ସେ କହିଛନ୍ତି କି ଏହା ଏକ ଜୁଆ ଖେଳ, ଟଙ୍କା ପାଇଁ ମ୍ୟାଚ୍ ଖେଳାଯାଉଛି। ଅପରେସନ ସିନ୍ଦୁର ପରେ ଦ୍ୱିତୀୟ ଥର ଲାଗି ଭେଟାଭେଟି ହେଉଛି ଭାରତ ଓ ପାକିସ୍ତାନ। କ୍ରିକେଟ ମଇଦାନରେ ଲଢ଼େଇ ହୋଇଥିଲେ ସୁଦ୍ଧା ଟଙ୍କା ଲାଗି ଏପରି କରାଯାଉଥିବା କହି ଟାର୍ଗେଟ୍ କରିଛନ୍ତି। ଏହାସହ ସେ କହିଛନ୍ତି ପହଲଗାମ ଆତଙ୍କବାଦୀ ଆକ୍ରମଣରେ ଯେଉଁମାନଙ୍କ କ୍ଷତି ହୋଇଛି ସେମାନେ କେତେ ଦୁଃଖରେ ରହିଛନ୍ତି ସେମାନେ ଜାଣିଛନ୍ତି। ପୁଣି କାହିଁ ମ୍ୟାଚ୍ ଖେଳାଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି।